ବନ୍ଧୁଗଣ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହୁଅନ୍ତୁ। ଭଗବାନ ଭୋଳାନାଥଙ୍କର ଆଶୀର୍ବାଦରେ ଆପଣ ଆଗାମୀ 15 ଦିନ ମଧ୍ୟରେ 6ଟି ବଡ଼ ଶୁଭ ଖବର ପାଇବା ପାଇଁ ଯାଉଛନ୍ତି। ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟବାନ ହେବାର ପ୍ରତିଶ୍ରୁତି ଦେଉଛି। ଦୀର୍ଘ 5 ବର୍ଷ ପରେ ଏପରି ଏକ ସମୟ ଆସିଛି। ଭଗବାନ ଭୋଳାନାଥଙ୍କର କୃପା ଯୋଗୁଁ ଆପଣଙ୍କ ପାଇଁ ଏକା ସାଙ୍ଗରେ 6ଟି ଗୁରୁତ୍ୱପୂର୍ଣ୍ଣ ଶୁଭ ଖବର ଆସିଛି। ଏହି 15 ଦିନ ମଧ୍ୟରେ ଅନେକ ଶୁଭ ସଂଯୋଗର ସଂଗଠନ ହେଉଛି, ଯାହା ନିଶ୍ଚିତ କରେ ଯେ ଭାଗ୍ୟ ଆପଣଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବରେ ଅନୁଗ୍ରହ କରୁଛି। ଆପଣ ଏତେ ଆଶ୍ଚର୍ଯ୍ୟଜନକ ଖବର ପାଇବେ ଯେ ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ। ବିଶ୍ୱାସ କରନ୍ତୁ କି ନ କରନ୍ତୁ, ଏହି ଅପଡେଟ୍ ଶୁଣି ଆପଣ ଖୁସିରେ ନାଚିବାକୁ ଲାଗିବେ। ଆପଣଙ୍କର ପରିବାର ଏକାଠି ଉତ୍ସବ ପାଳନ କରିବେ ଏବଂ ମିଠା ବାଣ୍ଟିବେ। ଆପଣଙ୍କର ନାମ ସହରରେ ଚର୍ଚ୍ଚା ହେବ, ଆପଣଙ୍କର ପଡ଼ୋଶୀରେ ପ୍ରତିଧ୍ୱନିତ ହେବ, କାରଣ ଆପଣ ପାଇଥିବା ଖବର ପ୍ରକୃତରେ ସ୍ମାରକୀ ହେବ। ଲୋକମାନେ ଆପଣଙ୍କର ଅବିଶ୍ୱସନୀୟ ଭାଗ୍ୟ ଦେଖି ଆଶ୍ଚର୍ଯ୍ୟ ହେବେ ଏବଂ ଆପଣଙ୍କ ଘର ଆପଣଙ୍କୁ ଅଭିନନ୍ଦନ ଜଣାଇବାକୁ ଆସୁଥିବା ଶୁଭେଚ୍ଛୁମାନଙ୍କରେ ପରିପୂର୍ଣ୍ଣ ହୋଇଯିବ। ଏହି ଭିଡ଼ିଓରେ ଆମେ ଏହି 6ଟି ଶୁଭ ଖବର କ'ଣ ଏବଂ ଜୀବନର କେଉଁ କ୍ଷେତ୍ରରେ ଆପଣ ସେଗୁଡ଼ିକୁ ପାଇବେ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରିବୁ। ଏହି ସମୟର ଲାଭକୁ ସର୍ବାଧିକ କରିବା ପାଇଁ ଏହି 15 ଦିନ ମଧ୍ୟରେ ଆପଣଙ୍କୁ ମନେ ରଖିବାକୁ ଏବଂ କାର୍ଯ୍ୟ କରିବାକୁ ଆବଶ୍ୟକୀୟ ସତର୍କତା ଏବଂ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡ଼ିକ ବିଷୟରେ ମଧ୍ୟ ଆମେ ଆଲୋଚନା କରିବୁ। ଏହି ଭିଡ଼ିଓରେ ସେୟାର କରାଯାଇଥିବା ପ୍ରତ୍ୟେକ ବିବରଣୀ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଗୁରୁତ୍ୱପୂର୍ଣ୍ଣ, ତେଣୁ ଅନ୍ୟ ସବୁ କିଛି ପାସୋରି ଦିଅନ୍ତୁ ଏବଂ ପ୍ରଥମେ ଏହି ସମ୍ପୂର୍ଣ୍ଣ ଭିଡ଼ିଓଟିକୁ ଦେଖନ୍ତୁ। ଏହି 15 ଦିନ ମଧ୍ୟରେ ଭଗବାନ ଭୋଳାନାଥଙ୍କର କୃପା ଆପଣଙ୍କ ଉପରେ କିପରି ବର୍ଷିବ ତାହା ଜାଣନ୍ତୁ ଏବଂ ଆପଣଙ୍କ ଜୀବନର ବିଭିନ୍ନ କ୍ଷେତ୍ରରେ ଆପଣଙ୍କ ପାଇଁ ଅପେକ୍ଷା କରିଥିବା ପ୍ରମୁଖ ଶୁଭ ଖବର ବିଷୟରେ ଜାଣନ୍ତୁ। ଏଠାରେ ଅନ୍ୟ କିଛି ଅଛି ଯାହା ଆପଣଙ୍କର ଜାଣିବା ଉଚିତ। କେବଳ ପ୍ରକୃତ ଭାଗ୍ୟବାନମାନେ ଏହି ଭିଡ଼ିଓ ଦେଖିପାରିବେ। ଏହା ଏକ ଅତ୍ୟନ୍ତ ଶୁଭ ଭିଡ଼ିଓ ଏବଂ ଯେ କେହି ଏହାକୁ ସମ୍ପୂର୍ଣ୍ଣ ଭାବରେ ଦେଖିନାହାନ୍ତି ସେ ପ୍ରମୁଖ ସୁଯୋଗ ହରାଇବା ପାଇଁ ଗଭୀର ଭାବରେ ପଶ୍ଚାତାପ କରିବେ। ତେଣୁ ଆପଣଙ୍କର ନିଜସ୍ୱ ଏବଂ ଆପଣଙ୍କର ପରିବାରର ଲାଭ ପାଇଁ ଦୟାକରି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ କିଛି ସମୟ ନିଅନ୍ତୁ। କୌଣସି ଅଂଶକୁ ନ ଛାଡ଼ି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ବନ୍ଧୁମାନେ, ଏହି ଭିଡ଼ିଓ ଦେଖିବା ଆପଣଙ୍କ ହୃଦୟରେ ଆନନ୍ଦ ଆଣିଦେବ। ଏହା ଆପଣଙ୍କ ପାଇଁ ଏକ ମହାନ ସୌଭାଗ୍ୟ ଆଣିଥାଏ। ତ ବନ୍ଧୁମାନେ, ବିଳମ୍ବ ନ କରି ଆସନ୍ତୁ ଆଲୋଚନା କରିବା ଆଗାମୀ 15 ଦିନ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଭଗବାନ ଭୋଳାନାଥଙ୍କର ଆଶୀର୍ବାଦ ସହିତ ଆପଣଙ୍କ ପାଇଁ କ'ଣ ରଖିଛି। ତେବେ ବନ୍ଧୁମାନେ, ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ସର୍ବପ୍ରଥମେ ଆପଣମାନେ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ବନ୍ଧୁମାନେ, ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ 15 ଦିନ ପ୍ରଭୁ ଭୋଳାନାଥଙ୍କର ଆଶୀର୍ବାଦ ଯୋଗୁଁ ଆପଣଙ୍କ ପାଇଁ ଅବିଶ୍ୱସନୀୟ ଭାବରେ ଭାଗ୍ୟବାନ ସାବ୍ୟସ୍ତ ହେବାକୁ ଯାଉଛି। ଏହି ସମୟରେ ଆପଣ ଅନୁଭବ କରିବେ ଯେପରି ଆପଣ ଏକ ଦିବ୍ୟ ଶକ୍ତିର ଆଶୀର୍ବାଦ ପାଉଛନ୍ତି। ଆପଣ ଅନୁଭବ କରିବେ ଯେ ଏକ ଦିବ୍ୟ ଶକ୍ତି ଆପଣଙ୍କୁ ସାହାଯ୍ୟ କରୁଛି, କାରଣ ଆପଣ ଆପଣଙ୍କର ସମସ୍ତ କାର୍ଯ୍ୟ ସୁଗମ ଏବଂ ସଫଳତାର ସହିତ ସମାପ୍ତ ହେଉଥିବା ଦେଖିବେ। ଆପଣ ସହଜରେ ସଫଳତା ହାସଲ କରିବେ ଏବଂ ଆନ୍ତରିକ ଶାନ୍ତିର ଗଭୀର ଅନୁଭବ କରିବେ। ପଡ଼ୋଶୀ, ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ଆହୁରି ସୁସଙ୍ଗତ ହେବ ଏବଂ ବିଦ୍ୟମାନ ବନ୍ଧନ ଆହୁରି ମଜବୁତ ହେବ। ସମ୍ପର୍କରେ ଥିବା ଯେକୌଣସି ତିକ୍ତତା ଦୂର ହେବ। ଆପଣଙ୍କର ସମ୍ପର୍କରେ ସଦ୍ଭାବନା ପୁନଃ ସ୍ଥାପିତ ହେବ। ଆପଣଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ଆପଣ ପ୍ରତ୍ୟେକ କାର୍ଯ୍ୟକୁ ବ୍ୟବହାରିକ ଭାବରେ ପରିଚାଳନା କରିବାକୁ ଚେଷ୍ଟା କରିବେ। ଆପଣ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ଆପଣଙ୍କର ବୁଦ୍ଧିମତ୍ତା ଏବଂ ଚତୁରତା ମଧ୍ୟ ପ୍ରଦର୍ଶନ କରିବେ,
ଯାହାଦ୍ୱାରା ବିଷୟଗୁଡ଼ିକୁ କୁଶଳୀ ଭାବରେ ପରିଚାଳନା କରିବାର ଆପଣଙ୍କର କ୍ଷମତା ପ୍ରମାଣିତ ହେବ। ଆପଣଙ୍କର ପିଲାମାନଙ୍କର ସମ୍ପର୍କରେ ସନ୍ତୋଷଜନକ ଖବର ଘରେ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି କରିବ। ଆପଣ ସତର୍କତାର ସହିତ ଯୋଜନା ମାଧ୍ୟମରେ ଅଧିକାଂଶ କାର୍ଯ୍ୟ ନିଜେ ସମ୍ପାଦନ କରିବାକୁ ଲକ୍ଷ୍ୟ ରଖିବେ ଏବଂ ଆପଣଙ୍କୁ ସଫଳତା ମଧ୍ୟ ମିଳିବ। ଆପଣଙ୍କର ଭାବପ୍ରବଣ ଏବଂ କୋମଳ ସ୍ୱଭାବ ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ନିରନ୍ତର ପ୍ରଶଂସା କରିବ। ଆପଣଙ୍କର ପରାମର୍ଶ ସେମାନଙ୍କର ମନୋବଳ ଏବଂ ଆତ୍ମବିଶ୍ୱାସକୁ ଯଥେଷ୍ଟ ବୃଦ୍ଧି କରିବ। ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଅନୁକୂଳ ସମୟ। ଆପଣ ଯେଉଁ କାର୍ଯ୍ୟ କରିବେ ତାହା ସଫଳ ହେବ। ଯଦି ଆପଣ ଆର୍ଥିକ ନିବେଶ ବିଷୟରେ ଚିନ୍ତା କରୁଛନ୍ତି ତେବେ ଏହା କରିବା ପାଇଁ ଏବେ ସଠିକ୍ ସମୟ। ବର୍ତ୍ତମାନ କରାଯାଇଥିବା ନିବେଶ ନିକଟ ଭବିଷ୍ୟତରେ ଭଲ ଲାଭ ପ୍ରଦାନ କରିବ। ଏହା ସହିତ ଆପଣଙ୍କ ପରିବାରର ବୟସ୍କମାନଙ୍କୁ ସମ୍ମାନ ଦେଖାନ୍ତୁ, କାରଣ ସେମାନଙ୍କର ସ୍ନେହ ଏବଂ ଆଶୀର୍ବାଦ ଆପଣଙ୍କୁ ସୌଭାଗ୍ୟ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଶେଷରେ ଆପଣଙ୍କର ପରିବାର ଏବଂ ପିଲାମାନଙ୍କ ପ୍ରତି ଆପଣଙ୍କର ବ୍ୟବହାର ପ୍ରତି ସତର୍କ ରୁହନ୍ତୁ। ଏକ ସୁଖଦ ଆଚରଣ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଆନନ୍ଦମୟ ସମୟରେ ଯେକୌଣସି ନକାରାତ୍ମକ ଆଚରଣ ଆପଣଙ୍କ ଘରର ସୁସଜ୍ଜିତ ପରିବେଶକୁ ବାଧା ଦେଇପାରେ। ସତର୍କତା ସ୍ୱରୂପ ଏହା ମନେ ରଖନ୍ତୁ। ଆପଣ ଆପଣଙ୍କର କାର୍ଯ୍ୟ ପଦ୍ଧତିକୁ ପରିବର୍ତ୍ତନ କରିବା ପାଇଁ ଯୋଜନା କାର୍ଯ୍ୟକାରୀ କରିବେ, ଯାହା ଆପଣଙ୍କର ଦକ୍ଷତାକୁ ଆହୁରି ମଜବୁତ କରିବ। ଆପଣ ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ମଧ୍ୟ ସକ୍ରିୟ ଭାବରେ ସାମିଲ ହେବେ ଏବଂ ଏହି ପ୍ରୟାସଗୁଡ଼ିକ ଆପଣଙ୍କୁ ମାନସିକ ଶାନ୍ତି ଆଣିବ। ପ୍ରକୃତରେ ଆପଣଙ୍କୁ ଆଧ୍ୟାତ୍ମିକ ବିଷୟ ଏବଂ ଦାନଶୀଳ କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବା ଉଚିତ। ଏହା କରିବା ଦ୍ୱାରା ଆପଣ ଗଭୀର ଆନ୍ତରିକ ଆନନ୍ଦ ଅନୁଭବ କରିବେ। ଏହା ବ୍ୟତୀତ ଆପଣ ଏହି ସମୟରେ ପ୍ରତ୍ୟେକ କାର୍ଯ୍ୟକୁ ବ୍ୟବହାରିକ ଭାବରେ ପରିଚାଳନା କରିବାକୁ ଚେଷ୍ଟା କରିବେ। ବନ୍ଧୁ ଏବଂ ସମ୍ପର୍କୀୟମାନେ ଆପଣଙ୍କର ଜ୍ଞାନକୁ ସ୍ୱୀକାର କରିବେ ଏବଂ ସମ୍ମାନ କରିବେ। ଆପଣଙ୍କର ପିଲାମାନଙ୍କ ବିଷୟରେ ସନ୍ତୋଷଜନକ ଖବର, ହୁଏତ ସେମାନଙ୍କର କ୍ୟାରିୟର କିମ୍ବା ଚାକିରି ସମ୍ବନ୍ଧୀୟ ବଡ଼ ଶୁଭ ଖବର ଯୋଗୁଁ ଆପଣଙ୍କ ଘରେ ଏକ ଉତ୍ସବମୁଖୀ ପରିବେଶ ଆଶା କରିପାରିବେ। ଏହା ଏକ ଅତ୍ୟନ୍ତ ଶୁଭ ସମୟ। ସତର୍କତା ବିଷୟରେ ଧ୍ୟାନ ଦିଅନ୍ତୁ ଯେ ଯେକୌଣସି କାଗଜପତ୍ର ପରିଚାଳନା କରିବା ସମୟରେ ଆପଣଙ୍କୁ ବହୁତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏକ ଛୋଟ ତ୍ରୁଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି କରିପାରେ, ତେଣୁ ସତର୍କତା ଆବଶ୍ୟକ। ତେବେ ବନ୍ଧୁମାନେ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଭଲ ଦିନ ଆସିବା ପୂର୍ବରୁ କିଛି ଶୁଭ ସ୍ୱପ୍ନ ମିଳିଥାଏ। ପ୍ରକୃତରେ ସ୍ୱପ୍ନରେ ହାତୀ ଦେଖିବା ସଫଳତା, ସମ୍ମାନ ଏବଂ ଆର୍ଥିକ ଲାଭର ସଂକେତ। ହାତୀ ଶକ୍ତି ଏବଂ ସ୍ଥିରତାର ପ୍ରତୀକ। ତେଣୁ ଯଦି ଆପଣ ଏହି ସମୟ ଭିତରେ ହାତୀର ସ୍ୱପ୍ନ ଦେଖୁଛନ୍ତି ତ ଆଗକୁ ଏକ ସମୃଦ୍ଧ ସମୟକୁ ଏହା ସୂଚନା କରିଥାଏ। ସେହିପରି ଏହି ସମୟରେ ଯଦି ଆପଣ ସ୍ୱପ୍ନରେ ବର୍ଷା ଦେଖୁଛନ୍ତି ତ ଏହାକୁ ଏକ ଅତ୍ୟନ୍ତ ସକାରାତ୍ମକ ଲକ୍ଷଣ ବୋଲି ବିବେଚନା କରାଯାଏ। ଏହା ସୂଚାଇଥାଏ ଯେ ଆପଣଙ୍କର ଜୀବନରେ ଏକ ନୂତନ ଆରମ୍ଭ ହେବାକୁ ଯାଉଛି। ଏହା ବ୍ୟତୀତ ଏହି ସ୍ୱପ୍ନ ସୂଚାଇଥାଏ ଯେ ଆପଣ ବହୁଦିନ ଧରି ଅପେକ୍ଷା କରିଥିବା ଏକ କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଭଳି ଦେବତାଙ୍କ ସହିତ ମଧ୍ୟ ସ୍ୱପ୍ନ ଅଛି। ଉଦାହରଣ ସ୍ୱରୂପ, ଯଦି ଏହି ସମୟ ମଧ୍ୟରେ ଆପଣ ସ୍ୱପ୍ନରେ ଶଙ୍ଖ ଦେଖୁଛନ୍ତି ତ ଏକ ଦୁର୍ଲଭ ଏବଂ ଅତ୍ୟନ୍ତ ଶୁଭ ସଂକେତ। ଏହା ସୂଚାଇଥାଏ ଯେ ଧନ, ସୁଖ ଏବଂ ସମୃଦ୍ଧି ଖୁବ୍ ଶୀଘ୍ର ଆପଣଙ୍କର ଜୀବନରେ ପ୍ରବେଶ କରିପାରେ। ତ ବନ୍ଧୁମାନେ, ଆଗାମୀ 15 ଦିନ ମଧ୍ୟରେ ଆପଣଙ୍କ ପାଖରେ ଅନ୍ୟମାନଙ୍କୁ ଆପଣଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ରହିବ। ନୂତନ ସମ୍ପର୍କ ଗଢ଼ିବ, ଯାହା ଦୀର୍ଘକାଳୀନ ଭାବରେ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ଗୃହରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଏହି ସମୟରେ ସମାଜ ସେବା କାର୍ଯ୍ୟକଳାପ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ। ଛାତ୍ରମାନଙ୍କୁ ହାସ୍ୟରସ କିମ୍ବା ବନ୍ଧୁମାନଙ୍କ ସହିତ ବୁଲିବା ପାଇଁ ସମୟ ନଷ୍ଟ କରିବା ଉଚିତ ନୁହେଁ। ଆଳସ୍ୟକୁ ନିଜକୁ କବଳିତ ହେବାକୁ ଦିଅନ୍ତୁ ନାହିଁ, ନଚେତ ଆପଣ ଆପଣଙ୍କର କାମରେ ବାଧା ସୃଷ୍ଟି କରିପାରନ୍ତି। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଅପେକ୍ଷା ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ।
ଏବଂ ଆପଣଙ୍କର ସମୟର ସଦୁପଯୋଗ କରନ୍ତୁ। ଗ୍ରହ ପରିସ୍ଥିତି ବର୍ତ୍ତମାନ ଆପଣଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ଅନୁକୂଳ ଅଛି ଏବଂ ଆପଣଙ୍କର କ୍ୟାରିୟର ସମ୍ପର୍କରେ ଏକ ନୂତନ ଆଶା ସଫଳତାର ସହ ସାକାର ହେବ। ଆପଣଙ୍କୁ କେବଳ ଆର୍ଥିକ ସମ୍ବଳ ଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ସହଭାଗିତା ମଧ୍ୟ ଲାଭଦାୟକ ରହିବ। ଚାକିରି କରୁଥିବା ବ୍ୟକ୍ତିମାନେ ନିଶ୍ଚିତ କରିବା ଉଚିତ ଯେ ସହକର୍ମୀଙ୍କ ସହିତ ଯେମିତି ସମ୍ପର୍କ ଖରାପ ନ ହୁଏ। ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ତ୍ୱେ ଆପଣଙ୍କ ପରିବାର ପାଇଁ ସମୟ ବାହାର କରିବାକୁ ନିଶ୍ଚିତ କରନ୍ତୁ, ନଚେତ୍ ଆପଣଙ୍କ ପରିବାରର ସଦସ୍ୟମାନେ ଆପଣଙ୍କ ଉପରେ ବିରକ୍ତ ହୋଇପାରନ୍ତି। ଘରେ ଭାବପ୍ରବଣ ସନ୍ତୁଳନ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ହେବ। ଦିନଟି ଭଲ ଖବର ସହିତ ଆରମ୍ଭ ହେବ। ଆପଣ ଦୀର୍ଘ ସମୟ ଧରି କାମ କରୁଥିବା ଏକ ଯୋଜନା ସଫଳ ହେବ। ଆପଣ ସହକର୍ମୀଙ୍କ ସହିତ ବାହାରକୁ ଯାଇପାରନ୍ତି, ଯାହାକୁ ଆପଣ ଉପଭୋଗ କରିବେ। ଆପଣ ଏହି 15 ଦିନ ମଧ୍ୟରେ ଏକ ଆର୍ଥିକ ନିଷ୍ପତ୍ତି ନେବେ, ଯାହା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହେବ। ଆପଣ କୌଣସି ତୀର୍ଥଯାତ୍ରା ମଧ୍ୟ କରିପାରନ୍ତି। ଏହା ସହିତ ଏହା ସମ୍ଭବ ଯେ କୌଣସି ବିଶେଷ ବ୍ୟକ୍ତି ଏପରି ଉପହାର ମାଗିପାରନ୍ତି ଯାହା ଆପଣ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ପ୍ରଦାନ କରିପାରିବେ ନାହିଁ। ପାରିବାରିକ ଜୀବନ ବିଷୟରେ ଆପଣ ନିଜ ଉପରେ ଦାୟିତ୍ୱର ଚାପ ଅନୁଭବ କରିପାରନ୍ତି। ଆପଣଙ୍କର ପିତାମାତାଙ୍କର ଆପଣଙ୍କ ପ୍ରତି ଆଶା ବଢ଼ିପାରେ, ତେଣୁ ଆପଣ ନିଜର ସମସ୍ତ ଦାୟିତ୍ୱ ପୂରଣ କରି ଜଣେ କର୍ତ୍ତବ୍ୟପରାୟଣ ଏବଂ ପରିଶ୍ରମୀ ପିଲା ବୋଲି ପ୍ରମାଣିତ କରିବା ଉଚିତ। ଆପଣଙ୍କର ସନ୍ଧ୍ୟା ଭାବନାର ଘୂର୍ଣ୍ଣି ବାତ୍ୟାରେ ପରିପୂର୍ଣ୍ଣ ହୋଇପାରେ, ଯାହା କିଛି ଚାପ ସୃଷ୍ଟି କରିପାରେ। ତଥାପି ଅଧିକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆପଣଙ୍କର ଖୁସି ଶେଷରେ ଯେକୌଣସି ନିରାଶାକୁ ପଛରେ ପକାଇବ। ଯେଉଁମାନେ ଜଣେ ଅଜଣା ବ୍ୟକ୍ତିଙ୍କର ପରାମର୍ଶ ଉପରେ ଆଧାର କରି ଟଙ୍କା ନିବେଶ କରିଥିଲେ, ସେମାନେ ସେହି ନିବେଶରୁ ଲାଭ ପାଇବାର ସମ୍ଭାବନା ଅଧିକ। ଆପଣଙ୍କର ବନ୍ଧୁମାନେ ଆପଣଙ୍କ ଆଶାଠାରୁ ଆହୁରି ଅଧିକ ସହାୟକ ପ୍ରମାଣିତ ହେବେ। ଆପଣଙ୍କର ପ୍ରେମ ସମ୍ପର୍କରେ ବଶୀଭୂତ ହୋଇ କାର୍ଯ୍ୟ କରିପାରୁ ବଞ୍ଚନ୍ତୁ। ଆପଣଙ୍କର ମନରେ ଆସୁଥିବା ଆୟ ସୃଷ୍ଟି ପାଇଁ ନୂତନ ଚିନ୍ତାଧାରାକୁ ବ୍ୟବହାର କରନ୍ତୁ। ଆପଣ ଅନ୍ୟମାନଙ୍କ ଆପଣଙ୍କ ବିଷୟରେ ମତାମତ ବିଷୟରେ ଚିନ୍ତିତ ରହିବେ ନାହିଁ। ପ୍ରକୃତରେ ଆପଣ ଆପଣଙ୍କର ଖାଲି ସମୟରେ ସାମାଜିକ ନ ହେବାକୁ ପସନ୍ଦ କରିପାରନ୍ତି, ବରଂ ଆପଣଙ୍କୁ ଏକାନ୍ତରେ ସନ୍ତୋଷ ପ୍ରାପ୍ତି ହେବ। ଆପଣଙ୍କର ଜୀବନସାଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଛୋଟ ଛୋଟ କଥାକୁ ଅଣଦେଖା କରିବା ସେମାନଙ୍କର ଭାବନାକୁ ଆଘାତ ଦେଇପାରେ। ଏବେ ଆସନ୍ତୁ ଆପଣଙ୍କର ପ୍ରେମ ଜୀବନ ବିଷୟରେ ଆଲୋଚନା କରିବା। ପ୍ରେମ ଜୀବନରେ ଥିବା ଲୋକଙ୍କ ପାଇଁ ପ୍ରେମ ସମ୍ପର୍କରେ କିଛିଟା ଅସ୍ଥିରତା ଦେଖାଦେଉଛି। ଆପଣଙ୍କର ସମ୍ପର୍କକୁ ପୁନର୍ଜୀବିତ କରିବା ପାଇଁ ଆପଣ ଆପଣଙ୍କର ପାର୍ଟନରଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣକୁ ଯିବା ଉଚିତ। ତଥାପି କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆପଣଙ୍କର ଏବଂ ଆପଣଙ୍କର ପ୍ରିୟଜନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିପାରେ। ଏହା ସହିତ ଭୁଲ ବୁଝାମଣା ଏବଂ ଛୋଟ ବିବାଦ ସୃଷ୍ଟି କରିପାରେ। ଆପଣଙ୍କର କାର୍ଯ୍ୟ ପ୍ରତିବଦ୍ଧତା ଆପଣଙ୍କୁ ଅଲଗା କରିପାରେ। ଏହା ଆପଣଙ୍କର ଭୁଲ ନୁହେଁ, କିନ୍ତୁ ଆପଣ ଆପଣଙ୍କର ହୃଦୟରେ ଥିବା ପ୍ରେମକୁ ଆପଣଙ୍କର ସାଥୀଙ୍କ ପ୍ରତି ସଠିକ୍ ଉପାୟରେ ପ୍ରକାଶ କରିବା ଉଚିତ। ଆପଣଙ୍କର ସାଥୀ ଆପଣଙ୍କ ଠାରୁ ପ୍ରେମ ଏବଂ ଧ୍ୟାନ ଆଶା କରନ୍ତି। ଆପଣଙ୍କର ପ୍ରେମ ଜୀବନରୁ ଯେଉଁ ଉତ୍ସାହ ଏବଂ ତୀବ୍ରତା ମଳିନ ହୋଇଯାଇଥିଲା, ତାହା ଆପଣଙ୍କର ସମ୍ପର୍କରେ ପୁଣି ଥରେ ପ୍ରସ୍ଫୁଟିତ ହେବ। ଆପଣଙ୍କର ସାଥୀଙ୍କୁ ଆପଣଙ୍କର ପ୍ରେମର ଗଭୀରତା ଜାଣିବାକୁ ଦିଅନ୍ତୁ। ଏକ ସମ୍ପର୍କରେ କେବଳ ପ୍ରେମ ନୁହେଁ, ବରଂ ବିଶ୍ୱାସ ଏବଂ ସମ୍ମାନ ମଧ୍ୟ ରହିବା ଜରୁରୀ। ଯଦି ଆପଣ ଆପଣଙ୍କର ପ୍ରିୟଜନଙ୍କ ପାଇଁ ସମୟ ବାହାର କରିପାରୁନାହାନ୍ତି, ତେବେ ଏହି ସମୟ ଆପଣଙ୍କର ପ୍ରେମ ଜୀବନ ପାଇଁ ଏକ ସଂଘର୍ଷ ହୋଇପାରେ। ଆପଣ ପ୍ରେମପୂର୍ଣ୍ଣ ଶବ୍ଦ ବାଣ୍ଟିବାକୁ ଇଚ୍ଛା କରିବେ, ହୁଏତ ଏକ ଗୀତ ଗୁଣଗୁଣିତ କରିବାକୁ କିମ୍ବା ଆପଣଙ୍କର ସାଥୀଙ୍କ ସହିତ ଗୀତ ଗାଇବାକୁ ଇଚ୍ଛା କରିବେ। ଆପଣ ଆପଣଙ୍କର ପ୍ରିୟଜନଙ୍କ ସହିତ ଗୁଣାତ୍ମକ ସମୟ ବିତାଇବାକୁ ଚାହିଁବେ। ଏକ ଚଳଚ୍ଚିତ୍ର ଦେଖିବା, ରାତ୍ରି ଭୋଜନ ପାଇଁ ବାହାରକୁ ଯିବା କିମ୍ବା ଏକ ଲମ୍ବା ଡ୍ରାଇଭ୍ ଯିବା। ଆପଣଙ୍କର ପାର୍ଟନର ଆପଣଙ୍କ ପ୍ରତି ଅଧିକ ସମର୍ପିତ ରହିବେ। କେବଳ ଆପଣଙ୍କର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ, କାରଣ ଯେକୌଣସି ଜିନିଷର ଅତ୍ୟଧିକତା ଅସୁବିଧାଜନକ ହୋଇପାରେ। ବ୍ୟବସାୟ ଏବଂ କ୍ୟାରିୟର ସମ୍ପର୍କରେ ସଫଳତା ହାସଲ କରିବା ପାଇଁ ବ୍ୟବସାୟୀମାନଙ୍କୁ ସେମାନଙ୍କର ଆଚରଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ।
ଆପଣଙ୍କର ଅଧୀନସ୍ଥ କର୍ମଚାରୀମାନଙ୍କ ସହିତ ଭଲ ବ୍ୟବହାର କରିବା ସେମାନଙ୍କୁ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପ୍ରେରଣା ଦେବ। ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଯଦି ଆପଣ ଦୀର୍ଘକାଳୀନ ରୋଗ ସହିତ ସଂଘର୍ଷ କରୁଛନ୍ତି ଏବଂ ଏହାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି କଠିନ ନିଷ୍ପତ୍ତି ନେବା ଏବଂ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ତେଣୁ ବନ୍ଧୁମାନେ, ଆପଣଙ୍କ ପାଇଁ ଆର୍ଥିକ ଲାଭର ମଧ୍ୟ ସୁଯୋଗ ରହିଛି। ଏହା ସହିତ ପୂର୍ବରୁ କରାଯାଇଥିବା ନିବେଶ ବର୍ତ୍ତମାନ ଲାଭ ପ୍ରଦାନ କରିବ। ଆର୍ଥିକ ଲାଭ ପାଇଁ ସମୟ ଉତ୍କୃଷ୍ଟ। ତଥାପି ଟଙ୍କା ଋଣ ଦେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ସତର୍କତାର ସହିତ ବିଚାର କରିବା ପରେ ହିଁ ଏହା କରନ୍ତୁ, ନଚେତ୍ ଆପଣଙ୍କର ଟଙ୍କା ଅଟକି ଯାଇପାରେ। ସ୍ୱାସ୍ଥ୍ୟ ବିଷୟରେ ଆପଣ ନିଜ ଭିତରେ ଆତ୍ମବିଶ୍ୱାସରେ ବୃଦ୍ଧି ଅନୁଭବ କରିବେ, ଯାହା ଆପଣଙ୍କୁ ଫିଟ୍ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଆପଣ ଏକ ସକାରାତ୍ମକ ମାନସିକତା ବଜାୟ ରଖନ୍ତୁ ଏବଂ ନିଜର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ। ଜୀବନ କେବଳ ଆମକୁ ଏକ ଚକ୍ରକୁ ନେଇଯାଏ, ଯେଉଁଠାରେ ଏକ ଛୋଟ ନିଷ୍ପତ୍ତି ଆଗାମୀ ମାସଗୁଡ଼ିକର ଦିଗ ନିର୍ଣ୍ଣୟ କରେ। ଏହା ଦେଖାଯାଏ ଯେ ଆପଣ ଏବେ ଏପରି ଏକ ମୁହୂର୍ତ୍ତର ସମ୍ମୁଖୀନ ହେଉଛନ୍ତି, ଏକ ଗୁପ୍ତ କଥା ଯାହା ଥରେ ଛାଇରେ ଘୋଡ଼ାଇ ରଖାଯାଇଥିଲା ତାହା ଧୀରେ ଧୀରେ ଆଲୋକରେ ଉଭା ହେଉଛି। ଆପଣ ହୁଏତ ଆପଣଙ୍କ ମନରେ ଦୁଇଟି ପ୍ରତିଦ୍ୱନ୍ଦ୍ୱୀ ସ୍ୱର ଲକ୍ଷ୍ୟ କରିଥିବେ। ଗୋଟିଏ ଆପଣଙ୍କୁ କହୁଛି ଯେ ପରିବର୍ତ୍ତନ ଆସନ୍ନ, ଯେତେବେଳେ କି ଅନ୍ୟଟି ଆପଣଙ୍କୁ ପୁରୁଣା ଭୟ ଏବଂ ସନ୍ଦେହରେ ପକାଇ ଦେଉଛି। ଏହି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ବର୍ତ୍ତମାନ ଆପଣଙ୍କର ସବୁଠାରୁ ବଡ଼ ପରୀକ୍ଷା। ତଥାପି ଗ୍ରହ ସୂଚକ ସ୍ପଷ୍ଟ। ଯେଉଁ ବ୍ୟକ୍ତି ଚୁପଚାପ ଆପଣଙ୍କର ପଥକୁ ବାଧା ଦେବାକୁ ଚେଷ୍ଟା କରିଥିଲେ ତାଙ୍କର ପ୍ରଭାବ ହ୍ରାସ ପାଉଛି, ଯାହା ଫଳରେ ଆଗାମୀ ଦିନଗୁଡ଼ିକ ଏପରି ପରିସ୍ଥିତି ଆଣିପାରେ ଯାହା ଆପଣ କେବେ କଳ୍ପନା କରିନଥିଲେ। ଯିଏ ଥରେ ଆପଣଙ୍କୁ ଅଣଦେଖା କରିଥିଲା ସେ ହଠାତ୍ ଆପଣଙ୍କର ମତାମତ ମାଗିପାରେ। ଯିଏ ଆପଣଙ୍କର ପ୍ରୟାସକୁ ପରିହାସ କରିଥିଲା ସେ ଏବେ ଆପଣଙ୍କର ସଫଳତା ବିଷୟରେ କହିପାରେ ଏବଂ ଯିଏ ପୂର୍ବରୁ ଭିନ୍ନ ଉଦ୍ଦେଶ୍ୟ ପୋଷଣ କରିଥିଲା ସେ ଏବେ ବନ୍ଧୁତାର ହାତ ବଢ଼ାଇପାରେ। ଏହି ସମୟ ଯେତେବେଳେ ଆପଣଙ୍କୁ କେବଳ ଶବ୍ଦ ଉପରେ ଧ୍ୟାନ ଦେବାକୁ ପଡ଼ିବ ନାହିଁ, ବରଂ ଲୋକଙ୍କ ଆଚରଣ ଉପରେ ଧ୍ୟାନ ଦେବାକୁ ପଡ଼ିବ। କାରଣ ସତ୍ୟ ପ୍ରାୟତଃ କଥାରେ ନୁହେଁ, ବରଂ ଅଭ୍ୟାସରେ ଲୁଚି ରହିଥାଏ। ରାତି ଯେତେ ଗଭୀର ହେବ ପ୍ରଭାତ ସେତେ ଉଜ୍ଜଳ ହେବ ଏବଂ ଆପଣଙ୍କ ଜୀବନର ସୂର୍ଯ୍ୟ ସେତେ ଦୂରରେ ଦେଖାଯାଉ ନାହିଁ। କେବଳ ଗୋଟିଏ କଥା ମନେ ରଖନ୍ତୁ, ଯେତେବେଳେ ସଂକେତ ଦେଖାଯାଏ ସେତେବେଳେ ଚିହ୍ନନ୍ତୁ, ଯେତେବେଳେ ସୁଯୋଗ ଆସିଥାଏ ସେତେବେଳେ ତାକୁ ହାତକୁ ନିଅନ୍ତୁ ଏବଂ ସଫଳତା ଆସିଲେ ନମ୍ର ରୁହନ୍ତୁ, କାରଣ ସେହି ନମ୍ରତା ଆପଣଙ୍କର ପରବର୍ତ୍ତୀ ଆହୁରି ବଡ଼ ବିଜୟର ଦ୍ୱାର ଖୋଲିପାରେ।